ନମସ୍କାର ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ, ଶୁଭ ସକାଳ। ଆଜି ହେଉଛି ମାର୍ଚ୍ଚ 13 ତାରିଖ ଶୁକ୍ରବାର। ଆଜି ମୁଁ ଆପଣଙ୍କ ପାଇଁ ଓଡ଼ିଶା ତଥା ଦେଶ ବିଦେଶର 20ଟି ବଛା ବଛା ଗୁରୁତ୍ୱପୂର୍ଣ୍ଣ ଖବର ନେଇକରି ଆସିଛି। ତେଣୁ ଖବରଟି ଜାଣିବା ପୂର୍ବରୁ ଭିଡ଼ିଓଟି ଗୋଟିଏ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ନୋଟିଫିକେସନଟିକୁ ଅଲ୍ କରି ରଖନ୍ତୁ। ଏହିଭଳି ଗୁରୁତ୍ୱପୂର୍ଣ୍ଣ ଭିଡ଼ିଓ ସହିତ ତୁମେ ଜାଣିପାରିବେ। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତା ସହିତ ଆପଣ ଏହି ନ୍ୟୁଜ୍ଟିକୁ କେଉଁ ଜିଲ୍ଲାରେ ଦେଖୁଛନ୍ତି ଆମକୁ ତଳେ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଚାଲନ୍ତୁ ଦର୍ଶକ ବନ୍ଧୁ, ପ୍ରଥମ ଖବର ଉପରେ ନଜର ପକାଇବା। କମିଲା ସୁନାଦର, ଜାଣି ନିଅନ୍ତୁ କେଉଁ ସହରରେ କେତେ ରହିଛି ଆଜିର ସୁନାଦର। ସାରା ଦେଶରେ କମିଲା ସୁନାଦର। ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନାଦର। ତେବେ ଯଦି ଆପଣ ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି, ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜିର ସୁନାଦର। ଆଜି ଭାରତୀୟ ବଜାରରେ 24 କ୍ୟାରେଟ୍ ସୁନାଦର 1,63,310 ଟଙ୍କା ରହିଛି। ସେହିପରି 22 କ୍ୟାରେଟ୍ ସୁନାଦର 1,49,700 ଟଙ୍କା ଛୁଇଁଛି। ସେହିପରି ରାଜଧାନୀ ଭୁବନେଶ୍ୱରରେ 24 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପିଛା 1,62,220 ଟଙ୍କା ରହିଥିବା ବେଳେ 22 କ୍ୟାରେଟ୍ ସୁନାର ମୂଲ୍ୟ 1,48,700 ଟଙ୍କାକୁ ପହଞ୍ଚିଛି। ସେହିପରି ମୁମ୍ବାଇରେ 24 କ୍ୟାରେଟ୍ ମୂଲ୍ୟ 1,62,220 ଟଙ୍କା ରହିଥିବା ବେଳେ 22 କ୍ୟାରେଟ୍ ମୂଲ୍ୟ 1,48,700 ଟଙ୍କା ରହିଛି। ନୂଆଦିଲ୍ଲୀରେ 24 କ୍ୟାରେଟ୍ର 1,62,370 ଟଙ୍କା ରହିଥିବା ବେଳେ 22 କ୍ୟାରେଟ୍ 1,48,850 ଟଙ୍କା ରହିଛି। ଦକ୍ଷିଣ ଭାରତର ପ୍ରମୁଖ ସହର ଯଥା ଚେନ୍ନାଇରେ 24 କ୍ୟାରେଟ୍ ସୁନାର ମୂଲ୍ୟ 1,63,310 ଟଙ୍କା ରହିଥିବା ବେଳେ 22 କ୍ୟାରେଟ୍ 1,49,700 ଟଙ୍କା ରହିଛି। ଯଦି ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ 1,62,220 ଟଙ୍କା ରହିଥିବା ବେଳେ 1,48,700 ଟଙ୍କା ରହିଛି। ଅନ୍ୟପଟେ କିଲୋ ପିଛା ରୂପା 2,80,000 ଟଙ୍କା ରହିଛି। କେମିତି ଜାଣିବେ ସୁନାର ଶୁଦ୍ଧତା ଜାଣନ୍ତୁ। ଯଦି ଆପଣ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତେବେ ଆପଣ ବି-ସ୍କ୍ୟାର ଆପ୍ରେ ଯାଞ୍ଚ କରିପାରିବେ। ସୁନା ଲାଇସେନ୍ସ ନମ୍ବର, ହଲମାର୍କ କିମ୍ବା ପଞ୍ଜୀକରଣ ସଂଖ୍ୟା ଭୁଲ ଥିଲେ ଆପଣ ସିଧାସଳଖ ସରକାରଙ୍କ ନିକଟରେ ଅଭିଯୋଗ କରିପାରିବେ। ଅଭିଯୋଗ କରିବା ପରେ ଏହି ପ୍ରସଙ୍ଗରେ କ'ଣ ପଦକ୍ଷେପ ନିଆଯିବ ସେ ସମ୍ବନ୍ଧରେ ମଧ୍ୟ ସୂଚନା ପାଇପାରିବେ। ଚାଲନ୍ତୁ ଦର୍ଶକ ବନ୍ଧୁ, ପରବର୍ତ୍ତୀ ଖବର ଉପରେ ନଜର ପକାଇବା। ବଢ଼ିଲାଣି ତାତି, ଆହୁରି ବଢ଼ିବ ପାରଦ। 24 ଘଣ୍ଟାରେ ବଢ଼ିପାରେ 2ରୁ 3 ଡିଗ୍ରୀ। ଜାଣନ୍ତୁ ବସନ୍ତ ସରିନି, ବଢ଼ିଲାଣି ଉତ୍ତାପ। ମାର୍ଚ୍ଚ ଅଧା ହୋଇନି, ପ୍ରବଳ ତାତିରୁ ଯୋଡ଼ି ପାଉଛି ମୁହଁ। ଘର ବାହାରିବାକୁ ଏବେଠୁ ହେଲାଣି ମୁସ୍କିଲ। ହେଲେ ଏପରି ଯନ୍ତ୍ରଣା ଥରିବନି, ଆହୁରି ବଢ଼ିବ। ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି ଯେ 24 ଘଣ୍ଟା ମଧ୍ୟରେ ପାରଦ 2ରୁ 3 ଡିଗ୍ରୀ ବଢ଼ିପାରେ। ରାଜ୍ୟର ପାରଦ ଉପରମୁହାଁ ହୋଇଥିବା ବେଳେ ଝାରସୁଗୁଡ଼ାର ସର୍ବାଧିକ ତାପମାତ୍ରା 39 ଡିଗ୍ରୀ ରେକର୍ଡ ହୋଇଛି। ବଲାଙ୍ଗୀର, ଟିଟିଲାଗଡ଼ ରାଜ୍ୟର ପ୍ରମୁଖ ଉତ୍ତପ୍ତ ସହର ମଧ୍ୟରେ ରହିଛି। ଖରା ତାତି ଭିତରେ ସାମାନ୍ୟ ଆଶ୍ୱସ୍ତି ଆଣିବାରେ କାଳବୈଶାଖୀ। 24 ଘଣ୍ଟା ପାଇଁ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ସୁନ୍ଦରଗଡ଼କୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସମୟରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇପାରେ। ଆସନ୍ତା 15-16 ତାରିଖରେ ମଧ୍ୟ ରାଜ୍ୟରେ ବର୍ଷା। ଉତ୍ତର ଉପକୂଳ ଜିଲ୍ଲାର କାଳବୈଶାଖୀ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଖରାଦିନ ପାଇଁ ସରକାରଙ୍କ ପ୍ରସ୍ତୁତି ନେଇ ଗୃହରେ ଉତ୍ତର ରଖିଛନ୍ତି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ଖରାଦିନରେ 24 ଘଣ୍ଟିଆ ବିଦ୍ୟୁତ୍ ସରବରାହ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ସେହିପରି ଅଂଶୁଘାତ ମୁକାବିଲା ପାଇଁ 31 ପୌରାଞ୍ଚଳ ପାଇଁ ପ୍ରସ୍ତୁତ ହେବ ସ୍ୱତନ୍ତ୍ର ହିଟ୍ ୱେଭ୍ ଆକ୍ସନ୍ ପ୍ଲାନ୍। 10 ପୌରାଞ୍ଚଳ ହିଟ୍ ୱେଭ୍ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ ହୋଇଛି। ରାଜ୍ୟ ଓ ଜିଲ୍ଲା ସ୍ତରୀୟ ଖୋଲିଛି କଣ୍ଟ୍ରୋଲ ରୁମ୍। ଚାଲନ୍ତୁ ଦର୍ଶକ ବନ୍ଧୁ, ପରବର୍ତ୍ତୀ ଖବର ଉପରେ ନଜର ପକାଇବା। ଶେଷ ହେବ ଯୁଦ୍ଧ, ଇରାନ ରଖିଲା 3ଟି ସର୍ତ୍ତ। ଆମେରିକା ଇସ୍ରାଏଲକୁ ମାନିବାକୁ ହେବ, ଜାଣନ୍ତୁ। ଯୁଦ୍ଧ ବନ୍ଦ ପାଇଁ ଇରାନ ରଖିଲା 3ଟି ବଡ଼ ସର୍ତ୍ତ। ଅଧିକାରକୁ ସ୍ୱୀକୃତି ଓ କ୍ଷତିପୂରଣ ମିଳିଲେ ହିଁ ଥରିବ ଯୁଦ୍ଧ। ରୁଷିଆ ପାକିସ୍ତାନ ନେତାଙ୍କ ସହ କଥା ହେଲେ ପେଜିସିଆନ। ପ୍ରଥମ ସର୍ତ୍ତ ହେଲା ଇରାନର ବୈଧ ଅଧିକାରଙ୍କୁ ଆନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତି ପ୍ରଦାନ କରାଯାଉ। ଦ୍ୱିତୀୟ ସର୍ତ୍ତ ହେଲା ଯୁଦ୍ଧରେ ହୋଇଥିବା କ୍ଷତି ପାଇଁ ଇରାନକୁ କ୍ଷତିପୂରଣ ପ୍ରଦାନ କରାଯାଉ। ତୃତୀୟ ସର୍ତ୍ତ ହେଲା ଭବିଷ୍ୟତରେ ଇରାନ ଉପରେ କୌଣସି ଆକ୍ରମଣ ହେବ ନାହିଁ ବୋଲି ଦୃଢ଼ ଆନ୍ତର୍ଜାତିକ ଗ୍ୟାରେଣ୍ଟି ଦିଆଯାଉ। ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ମହାଯୁଦ୍ଧ ଆଜି 13 ଦିନରେ ପହଞ୍ଚିଛି। ଏହି ସମୟରେ ଇରାନର ରାଷ୍ଟ୍ରପତି ମାସୁଦ ପେଜେଶକିଆନ ଯୁଦ୍ଧ ବନ୍ଦ କରିବା ପାଇଁ 3ଟି ଗୁରୁତ୍ୱପୂର୍ଣ୍ଣ ସର୍ତ୍ତ ରଖିଛନ୍ତି। ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ କରି ସେ କହିଛନ୍ତି ଯେ ଏହି ଯୁଦ୍ଧ ଆମେରିକା ଦ୍ୱାରା ଆରମ୍ଭ କରାଯାଇଛି ଏବଂ ଏହାକୁ ଶେଷ କରିବାର କେବଳ 3ଟି ରାସ୍ତା ରହିଛି। ପ୍ରଥମେ ଇରାନର ବୈଧ ଅଧିକାରକୁ ସ୍ୱୀକୃତି ଦେବାକୁ ହେବ। ଦ୍ୱିତୀୟରେ ଆକ୍ରମଣ ଯୋଗୁଁ ହୋଇଥିବା କ୍ଷତିର ପୂରଣ ପାଇଁ କ୍ଷତିପୂରଣ ଦେବାକୁ ପଡ଼ିବ। ଆଉ ତୃତୀୟରେ ଭବିଷ୍ୟତରେ ଇରାନ ଉପରେ କୌଣସି ପ୍ରକାରର ସାମରିକ କାର୍ଯ୍ୟାନୁଷ୍ଠାନ ହେବ ନାହିଁ ବୋଲି ବିଶ୍ୱ ସ୍ତରରେ ଗ୍ୟାରେଣ୍ଟି ଦେବାକୁ ପଡ଼ିବ। ପେଜେଶକିଆନ ଆହୁରି ମଧ୍ୟ କହିଛନ୍ତି ଯେ ସେ ରୁଷ ଓ ପାକିସ୍ତାନ ନେତାମାନଙ୍କ ସହ ଆଲୋଚନା କରିଛନ୍ତି ଏବଂ ଶାନ୍ତି ପ୍ରତିଷ୍ଠା ପାଇଁ ଇରାନ ସର୍ବଦା ପ୍ରସ୍ତୁତ ବୋଲି ଦୋହରାଇଛନ୍ତି। କୂଟନୈତିକ ପ୍ରୟାସ ତୀବ୍ର ହୋଇଛି, ଜାଣନ୍ତୁ। ଇରାନ ରାଷ୍ଟ୍ରପତିଙ୍କ ଏହି ବୟାନ ଏପରି ଏକ ସମୟରେ ଆସିଛି ଯେତେବେଳେ ଯୁଦ୍ଧ ରୋକିବା ପାଇଁ କୂଟନୈତିକ ପ୍ରୟାସ ତୀବ୍ର ହୋଇଛି। ଏହି ସମୟରେ ରୁଷ ଇରାନ ନେତୃତ୍ୱଙ୍କ ସହିତ ନିରନ୍ତର ଯୋଗାଯୋଗରେ ରହିଛି, ସେମାନଙ୍କୁ ସଂଘର୍ଷ ସମାପ୍ତ କରିବାକୁ ଅନୁରୋଧ କରିଛି। ପେଜେଶକିଆନ ସ୍ପଷ୍ଟ କରିଛନ୍ତି ଯେ ଇରାନ ଯୁଦ୍ଧ ବନ୍ଦ କରିବାକୁ ପ୍ରସ୍ତୁତ, କିନ୍ତୁ ଆମେରିକା ଓ ଇସ୍ରାଏଲ ଆଗରେ ମୁଣ୍ଡ ନୁଆଁଇବାକୁ ପ୍ରସ୍ତୁତ ନୁହେଁ। ଇରାନର ଗଡ଼ା ଆଭିମୁଖ୍ୟ କାହିଁକି, ଜାଣନ୍ତୁ। ଇରାନର ଏହି ଅଭିମୁଖ୍ୟ ପ୍ରଶ୍ନ
ଉଠାଉଛି ଇରାନ କିପରି ଏତେ ଜୋରଦାର ଭାବରେ ନିଜର ସ୍ଥିତି ଜାହିର କରୁଛି। ମଧ୍ୟପ୍ରାଚ୍ୟ ବ୍ୟାପାର ବିଶେଷଜ୍ଞ କବିର ତନେତା କୁହନ୍ତି ଯେ ଏହା ପଛରେ ତିନୋଟି ପ୍ରମୁଖ କାରଣ ଥାଇପାରେ। ପ୍ରଥମ କାରଣ ହେଉଛି ବିଚାରଧାରା ଶକ୍ତି ଦିଏ। ବିଶେଷଜ୍ଞଙ୍କ ମତରେ ଆମେରିକା ବିରୋଧୀ ମନୋଭାବ ଇରାନ ବିପ୍ଳବର ମୂଳ ନୀତି ମଧ୍ୟରେ ଗୋଟିଏ ଯୁଦ୍ଧ ହେଲେ ଏହି ଚିନ୍ତାଧାରା ସରକାରଙ୍କୁ ଆହୁରି ମଜବୁତ କରିପାରେ। ଏହା 1899 ବିପ୍ଳବ ପରଠାରୁ ଉଠାଯାଇଥିବା ଆମେରିକା ବିରୋଧୀ ସ୍ଲୋଗାନଗୁଡ଼ିକୁ ମଧ୍ୟ ପୁନର୍ଜୀବିତ କରିପାରେ। ଦ୍ୱିତୀୟ କାରଣ ହେଉଛି ନେତୃତ୍ୱ ସ୍ଥିତିକୁ ସୁଦୃଢ଼ କରିବା। ଜାଣନ୍ତୁ, ବିଶେଷଜ୍ଞମାନେ କହନ୍ତି ଯେ ଦେଶର ସର୍ବୋଚ୍ଚ ଧାର୍ମିକ ନେତା ଆମେରିକା ଇସ୍ରାଏଲ ସହିତ ଚାଲିଥିବା ଯୁଦ୍ଧ ସମୟରେ ତାଙ୍କ ସ୍ଥିତିକୁ ଆହୁରି ମଜବୁତ କରିପାରିବେ। ଇରାନର ପୂର୍ବତନ ଲିଡର ଖାମିନିଙ୍କ ହତ୍ୟା ପରେ ସର୍ବୋଚ୍ଚ ନେତା ହୋଇଥିବା ମଜତବା ଖାସିନି ଏହି ସୁଯୋଗକୁ ଦେଶ ଭିତରେ ବିଭିନ୍ନ ଗୋଷ୍ଠୀରୁ ସମର୍ଥନ ସଂଗ୍ରହ କରିବା ପାଇଁ ବ୍ୟବହାର କରିପାରିବେ। ତୃତୀୟ କାରଣ ସାମରିକ ସଂଗଠନର ବିଶ୍ୱସନୀୟତା ଉପରେ ପ୍ରଶ୍ନ। ତୃତୀୟ କାରଣ ଇରାନର ଶକ୍ତିଶାଳୀ ସୁରକ୍ଷା ବାହିନୀ ଓ ଇସଲାମିକ ରେଭନ୍ୟୁର ଗାର୍ଡ ଫୋର୍ସ ଜଡ଼ିତ। ଏହି ସଂଗଠନ ସାମ୍ପ୍ରତିକ ବର୍ଷଗୁଡ଼ିକରେ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛି, ବିଶେଷ କରି ଆୟତୋଲା ଖାମିନେଙ୍କ ହତ୍ୟା ପରେ। ବିଶେଷଜ୍ଞମାନେ କହନ୍ତି ଯେ ସର୍ବୋଚ୍ଚ ନେତାଙ୍କ ଶକ୍ତି କେନ୍ଦ୍ର ଭାବରେ ଏହି ସଂଗଠନ ନିଜର ଶକ୍ତି ଏବଂ ପ୍ରଭାବ ବଜାୟ ରଖିବା ପାଇଁ ଯୁଦ୍ଧକୁ ଏକ ଆଶ୍ୱସ୍ତିକର ପ୍ରସଙ୍ଗ ଭାବରେ ଦେଖିପାରେ। ତେବେ ଇରାନର ଏହି ପ୍ରସ୍ତାବ ଆମେରିକା ଇସ୍ରାଏଲ ପ୍ରତିକ୍ରିୟା କ'ଣ କରିବ ତାହା ଉପରେ ସାରା ବିଶ୍ୱର ନଜର ରହିଛି। ଜାଣନ୍ତୁ। ଚାଲନ୍ତୁ ଦର୍ଶକ ବନ୍ଧୁ, ପରବର୍ତ୍ତୀ ଖବର ଉପରେ ନଜର ପକାଇବା। ଅଷ୍ଟମ ବେତନ କମିଶନ ପାଇଁ ପୋର୍ଟାଲ ଖୋଲିଲେ ସରକାର। ଜାଣନ୍ତୁ ଏଥିରେ କିପରି କରିବେ ରେଜିଷ୍ଟ୍ରେସନ। ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଏବଂ ପେନସନଭୋଗୀ ବର୍ତ୍ତମାନ ଅଷ୍ଟମ ବେତନ କମିଶନ ଉପରେ ନଜର ରଖିଛନ୍ତି। ପ୍ରତ୍ୟେକ ବେତନ କମିଶନ ସହିତ ବେତନ ଗଠନ, ଭତ୍ତା ଏବଂ ପେନସନର ବଡ଼ ପରିବର୍ତ୍ତନ ଆଶା କରାଯାଉଛି। ତେଣୁ କର୍ମଚାରୀମାନେ ଦୀର୍ଘ ସମୟ ଧରି ଏହି ବିଷୟରେ ଅପଡେଟ୍ ପାଇଁ ଅପେକ୍ଷା କରିଛନ୍ତି। ଏବେ ସରକାର ଏହି ପ୍ରକ୍ରିୟାରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଅଷ୍ଟମ ବେତନ କମିଶନ ଏହାର ସରକାରୀ ଅନଲାଇନ୍ ପୋର୍ଟାଲ ଆରମ୍ଭ କରିଛି, ଯେଉଁଠାରେ କର୍ମଚାରୀ ପେନସନଭୋଗୀମାନେ ସିଧାସଳଖ ସେମାନଙ୍କର ପରାମର୍ଶ ଦାବି ଦାଖଲ କରିପାରିବେ। ଏହି ପୋର୍ଟାଲରେ କିପରି ପଞ୍ଜୀକରଣ କରିବେ, ଆପଣଙ୍କର ପରାମର୍ଶ ଦାଖଲ କରିବେ ତାହା ଜାଣନ୍ତୁ। ପୋର୍ଟାଲରେ କିପରି ପଞ୍ଜୀକରଣ କରିବେ ଜାଣନ୍ତୁ। ଯଦି ଆପଣ ଅଷ୍ଟମ ବେତନ କମିଶନକୁ ଆପଣ ପରାମର୍ଶ ଦାଖଲ କରିବାକୁ ଚାହାନ୍ତି, ତେବେ ପ୍ରକ୍ରିୟାଟି ବହୁତ ସହଜ। କର୍ମଚାରୀ ଏବଂ ପେନସନଭୋଗୀମାନେ ପୋର୍ଟାଲରେ ପଞ୍ଜୀକରଣ କରିପାରିବେ ଏବଂ ମାତ୍ର କିଛି ମିନିଟ୍ ମଧ୍ୟରେ ଘରୁ ସେମାନଙ୍କର ଦସ୍ତାବେଜ ଦାଖଲ କରିପାରିବେ। ନିମ୍ନରେ ଦିଆଯାଇଥିବା ପରାମର୍ଶ ମାଧ୍ୟମରେ ପଞ୍ଜୀକରଣ କରିପାରିବେ। ସର୍ବପ୍ରଥମେ ସରକାରୀ ପୋର୍ଟାଲ। ଏଥିପାଇଁ କମିଶନ ଗଭ୍-ଇନ୍ ବା ମାଇ-ଗଭ୍ ୱେବସାଇଟ୍ ପରିଦର୍ଶନ କରନ୍ତୁ। ହୋମ୍ ପେଜରେ ଦେଖାଯାଉଥିବା ଲଗ୍ଇନ୍କୁ ପିଟିପି ସବମିଟ୍ କନେକ୍ସନ ବିକଳ୍ପରେ କ୍ଲିକ୍ କରନ୍ତୁ। ଏହାପରେ ଆପଣଙ୍କର ମୋବାଇଲ ନମ୍ବର କିମ୍ବା ଇମେଲ ଆଇଡି ଦ୍ୱାରା ପ୍ରବେଶ କରନ୍ତୁ। ଯଦି ଆପଣ ନମ୍ବର କିମ୍ବା ଠିକଣାରେ ଏକ ଓଟିପି ପାଇବେ, ଏହାକୁ ପ୍ରବେଶ କରନ୍ତୁ ଓ ଲଗ୍ଇନ୍ ସମ୍ପୂର୍ଣ୍ଣ କରନ୍ତୁ। ଲଗ୍ଇନ୍ କରିବା ପରେ ଆପଣଙ୍କର ପ୍ରୋଫାଇଲ ତିଆରି ହୋଇଯିବ। ଆପଣ ପରବର୍ତ୍ତୀ ପ୍ରକ୍ରିୟା ଆରମ୍ଭ କରିପାରିବେ। ଏହିପରି ଆପଣମାନେ ପୋର୍ଟାଲରେ ଲଗ୍ଇନ୍ କରି କମିଶନ ପ୍ରଶ୍ନାବଳୀ ପାଇପାରିବେ। ଆପଣଙ୍କର ମତାମତ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ କରିପାରିବେ। 18ଟି ପ୍ରଶ୍ନ ମାଧ୍ୟମରେ ମତାମତ ଲୋଡ଼ାଯାଉଛି। ଜାଣନ୍ତୁ, ପୋର୍ଟାଲରେ ଲଗ୍ଇନ୍ କରିବା ମାତ୍ରେ କର୍ମଚାରୀଙ୍କୁ ଏକ ପ୍ରଶ୍ନାବଳୀ ପୂରଣ କରିବାକୁ ପଡ଼ିବ। ଅଷ୍ଟମ ବେତନ କମିଶନ ଏଥିପାଇଁ 18ଟି ପ୍ରଶ୍ନର ଏକ ତାଲିକା ପ୍ରସ୍ତୁତ କରିଛି। ଏହି ପ୍ରଶ୍ନଗୁଡ଼ିକର ଲକ୍ଷ୍ୟ ହେଉଛି କର୍ମଚାରୀମାନେ ବର୍ତ୍ତମାନ ବେତନ ବ୍ୟବସ୍ଥାରେ କ'ଣ ପରିବର୍ତ୍ତନ ଆବଶ୍ୟକ ବୋଲି ଅନୁଭବ କରୁଛନ୍ତି ତାହା ବୁଝିବା। ଦରମା ବୃଦ୍ଧି ଏବଂ ଦରମା ଗଠନ ସମ୍ବନ୍ଧୀୟ ପରାମର୍ଶ, ମହଙ୍ଗା ଭତ୍ତା ଓ ଅନ୍ୟାନ୍ୟ ଭତ୍ତାଭିତ୍ତିକ ପାଇଁ ଦାବି, ପେନସନ ବ୍ୟବସ୍ଥାର ଉନ୍ନତି ଆଣିବା ସହ ଜଡ଼ିତ ମତାମତ, ସେବାର ସର୍ତ୍ତାବଳୀ ବୈଶିଷ୍ଟ୍ୟଗୁଡ଼ିକ ସମ୍ବନ୍ଧରେ ପରାମର୍ଶ। କର୍ମଚାରୀମାନେ ସେମାନଙ୍କର ଅଭିଜ୍ଞତା ଆବଶ୍ୟକତା ଆଧାରରେ ପ୍ରଶ୍ନଗୁଡ଼ିକର ଉତ୍ତର ଦେଇପାରିବେ। ବିଭିନ୍ନ କର୍ମଚାରୀ ସଂଗଠନ ମଧ୍ୟ ଏହି ମାଧ୍ୟମରେ ସେମାନଙ୍କର ସାମୂହିକ ପରାମର୍ଶ ଦାଖଲ କରିପାରିବେ। ଏହା କମିଶନକୁ ବିଭିନ୍ନ ବର୍ଗର କର୍ମଚାରୀଙ୍କ ସମସ୍ୟା ଆଶାକୁ ବୁଝିବାରେ ସାହାଯ୍ୟ କରିବ। ପରାମର୍ଶ ପଠାଇବା ପୂର୍ବରୁ ଏହି ଗୁରୁତ୍ୱପୂର୍ଣ୍ଣ କଥାଗୁଡ଼ିକ ଜାଣନ୍ତୁ। ସରକାର ଏହି ପ୍ରକ୍ରିୟା ପାଇଁ ଏକ ସମୟସୀମା ମଧ୍ୟ ସ୍ଥିର କରିଛନ୍ତି। କର୍ମଚାରୀ ପେନସନଭୋଗୀ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସେମାନଙ୍କର ପରାମର୍ଶ ଦାଖଲ କରିପାରିବେ। ତେଣୁ ଯଦି ଆପଣ ମତାମତ ଦାଖଲ କରିବାକୁ ଚାହାନ୍ତି, ତେବେ ସମୟସୀମା ମଧ୍ୟରେ ରଖିବା ଗୁରୁତ୍ୱପୂର୍ଣ୍ଣ। ପ୍ରକ୍ରିୟା 5 ମାର୍ଚ୍ଚ 2024ରୁ ଆରମ୍ଭ। ଜାଣନ୍ତୁ, ପରାମର୍ଶ ଦାଖଲ କରିବାର ଶେଷ ତାରିଖ 30 ଏପ୍ରିଲ 2024 ରଖାଯାଇଛି। କମିଶନ କେବଳ ଅନଲାଇନରେ ଦାଖଲ ହେଉଥିବା ପରାମର୍ଶଗୁଡ଼ିକୁ ଗ୍ରହଣ କରିବେ। କାଗଜ, ଇମେଲ କିମ୍ବା ପିଡିଏଫ୍ ମାଧ୍ୟମରେ ପଠାଯାଉଥିବା ସ୍ମାରକପତ୍ର ଗ୍ରହଣ କରାଯିବ ନାହିଁ। କେନ୍ଦ୍ର ସରକାର, କର୍ମଚାରୀ ପେନସନଭୋଗୀ, ପ୍ରତିରକ୍ଷା କର୍ମଚାରୀ ଏବଂ କର୍ମଚାରୀ ସଂଗଠନ ଏଥିରେ ଅଂଶଗ୍ରହଣ କରିପାରିବେ। ପୋର୍ଟାଲରେ ପ୍ରାପ୍ତ ସମସ୍ତ ପରାମର୍ଶକୁ କମିଶନ ବିସ୍ତୃତ ଭାବରେ ବିଶ୍ଳେଷଣ କରିବେ। କର୍ମଚାରୀମାନେ ଆବଶ୍ୟକତା ଏବଂ ଆର୍ଥିକ ପରିସ୍ଥିତିକୁ ବିଚାରକୁ ନେଇ ଦରମା ଭତ୍ତା ପରିବର୍ତ୍ତନ ପାଇଁ ସୁପାରିଶ ପ୍ରସ୍ତୁତ କରାଯିବ। ଏହା ବ୍ୟତୀତ ପରାମର୍ଶ ଦେଉଥିବା ଲୋକଙ୍କ ପରିଚୟ କଡ଼ା ଗୋପନୀୟ ରଖାଯିବ। ଦର୍ଶକ ବନ୍ଧୁ, ପରବର୍ତ୍ତୀ ଖବର ଉପରେ ନଜର ପକାଇବା। ଯୁଦ୍ଧରୁ ଏହିସବୁ ଦେଶକୁ ମିଳୁଛି ବମ୍ପର ଫାଇଦା, ଜାଣିଲେ ହୋଇଯିବେ ତାଜୁବ। ଇରାନ, ଇସ୍ରାଏଲ ଓ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ବିଶ୍ୱ ଅର୍ଥନୀତିରେ ଗୁରୁତ୍ୱପୂର୍ଣ୍ଣ ବାଧା ସୃଷ୍ଟି କରିଛି। ସଂଘର୍ଷରେ ସିଧାସଳଖ ଜଡ଼ିତ ଦେଶଗୁଡ଼ିକୁ ସାମରିକ ଅଭିଯାନ, ପ୍ରତିରକ୍ଷା ବ୍ୟବସ୍ଥା ପାଇଁ କୋଟି କୋଟି ଡଲାର ଖର୍ଚ୍ଚ କରୁଥିବା ବେଳେ ଏହି ସଂକଟ ହଠାତ୍ ଅନେକ ଅନ୍ୟ ଦେଶ ଶିଳ୍ପକୁ ଭାରି ଦେଇଛି। ତୈଳ ମୂଲ୍ୟ ବୃଦ୍ଧି, ଅସ୍ତ୍ରଶସ୍ତ୍ରର ଚାହିଦା ବୃଦ୍ଧି, ଶକ୍ତି ଯୋଗାଣ ପଥ ପରିବର୍ତ୍ତନ କ୍ଷେତ୍ରଠାରୁ ଦୂରରେ ଥିବା କିଛି ଦେଶ ପାଇଁ ଆର୍ଥିକ ସୁଯୋଗ ସୃଷ୍ଟି କରିଛି। ଆସନ୍ତୁ
ଅନୁସନ୍ଧାନ କରିବା ଯେ ଏହି ଯୁଦ୍ଧରୁ କେଉଁ ଦେଶଗୁଡ଼ିକ ସର୍ବାଧିକ ଲାଭ ପାଉଛନ୍ତି। ୟୁରୋପୀୟ ସଂଘର ଅନେକ ବିଶ୍ଳେଷଣ ଏବଂ ଅଧିକାରୀଙ୍କ ମତରେ ଏହି ଯୁଦ୍ଧରେ ରୁଷିଆ ସର୍ବାଧିକ ଲାଭ ପାଉଛି। ଏହା ମୁଖ୍ୟତଃ ବିଶ୍ୱ ତୈଳ ଏବଂ ଗ୍ୟାସ୍ ମୂଲ୍ୟର ତୀବ୍ର ବୃଦ୍ଧି ଯୋଗୁଁ ହୋଇଛି। ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇବା ସହିତ ଅଶୋଧିତ ତୈଳ ମୂଲ୍ୟ ପ୍ରତି ବ୍ୟବହାର ପିଛା $100ରୁ $115 ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ରୁଷିଆ ବିଶ୍ୱ ସବୁଠାରୁ ବଡ଼ ଶକ୍ତି ରପ୍ତାନିକାରୀ ଦେଶମାନଙ୍କ ମଧ୍ୟରୁ ଗୋଟିଏ। ଏହି ମୂଲ୍ୟ ବୃଦ୍ଧିର ଏକ ଯଥେଷ୍ଟ ଲାଭ ପାଉଛି। ଏହା ବ୍ୟତୀତ ମଧ୍ୟପ୍ରାଚ୍ୟରେ ଯୋଗାଣ ମାର୍ଗରେ ବାଧା ସୃଷ୍ଟି ହେବା ଯୋଗୁଁ ଭାରତ ଏବଂ ଚାଇନା ଭଳି ପ୍ରମୁଖ ତୈଳ କ୍ରେତାମାନେ ରୁଷିଆଠାରୁ ଅଧିକ ଅଶୋଧିତ ତୈଳ କିଣୁଛନ୍ତି। ଏହି ପରିବର୍ତ୍ତନ ମସ୍କୋର ଶକ୍ତି ରାଜସ୍ୱ ବୃଦ୍ଧି କରିଛି। ରୁଷିଆ ଆଉ ଏକ ଗଣନୈତିକ ସୁବିଧା ହେଉଛି ଯେ ବିଶ୍ୱ ଧ୍ୟାନ ରୁଷିଆ ୟୁକ୍ରେନ ଯୁଦ୍ଧରୁ ଦୂରେଇ ଯାଇଛି। ମସ୍କୋ ଉପରେ ଆନ୍ତର୍ଜାତିକ ଚାପ ହ୍ରାସ ପାଇଛି। ଯଦିଓ ଆମେରିକା ସାମରିକ ଅଭିଯାନ ଇସ୍ରାଏଲକୁ ସମର୍ଥନ କରିବାରେ ଅତ୍ୟଧିକ ଖର୍ଚ୍ଚ କରୁଛି, ଏହାର ଅର୍ଥନୀତିରେ କିଛି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ଲାଭ ପାଉଛି। ଆମେରିକାର ପ୍ରତିରକ୍ଷା ଠିକାଦାରମାନେ ସର୍ବାଧିକ ଲାଭବାନ ହୋଇଛନ୍ତି। ଅସ୍ତ୍ରଶସ୍ତ୍ର ସାମରିକ ଉପକରଣ ଚାହିଦା ବୃଦ୍ଧି ଯୋଗୁଁ ସେମାନଙ୍କର ଅଂଶ ବୃଦ୍ଧି ପାଇଛି। ଯୁଦ୍ଧ ଯୋଗୁଁ ଆମେରିକାର ଶକ୍ତି ରପ୍ତାନିକୁ ବିଶେଷ କରି ତରଳୀକୃତ ପ୍ରାକୃତିକ ଗ୍ୟାସକୁ ଯଥେଷ୍ଟ ବୃଦ୍ଧି ପାଇଛି। ୟୁରୋପ ରୁଷିଆନ୍ ଗ୍ୟାସର ବିକଳ୍ପ ଖୋଜୁଥିବାରୁ ଯୁକ୍ତରାଷ୍ଟ୍ର ତରଳୀକୃତ ପ୍ରାକୃତିକ ଗ୍ୟାସ ପଠାଣରେ ଚାହିଦା ବୃଦ୍ଧି ପାଇଛି, ଯାହା ଆମେରିକାର ଶକ୍ତି କମ୍ପାନୀଗୁଡ଼ିକର ରାଜସ୍ୱ ବୃଦ୍ଧି କରିଛି। ଚାଲନ୍ତୁ ଦର୍ଶକ ବନ୍ଧୁ ପରବର୍ତ୍ତୀ ଖବର ଉପରେ ନଜର ପକାଇବା। ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ ଭୁବନେଶ୍ୱର ବଢ଼ିଲା ପେଟ୍ରୋଲ ଏବଂ ଡିଜେଲ ଦର ଚିନ୍ତାରେ ଗାଡ଼ି ଚାଳକ ଜାଣନ୍ତୁ। ଚିନ୍ତା ବଢ଼ାଇଲା ମଧ୍ୟପ୍ରାଚ୍ୟ ଯୁଦ୍ଧ ରାଜଧାନୀ ଭୁବନେଶ୍ୱରରେ ବଢ଼ିଲା ପେଟ୍ରୋଲ ଏବଂ ଡିଜେଲ ଦର। ସେପଟେ ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପରେ ଶହ ଶହ ଗ୍ରାହକ ଭିଡ଼ ଦେଖିବାକୁ ମିଳୁଛି। ନିଜର ଗାଡ଼ିରେ ତେଲ ପକାଇବା ପେଟ୍ରୋଲ ପମ୍ପରେ ଜଣେ ଜଣେ 1 ଘଣ୍ଟାରୁ 2 ଘଣ୍ଟା ଧରାଧରି ଦେଖିବାକୁ ମିଳିଥିଲା। ଲୋକେ ନିଜର ଗାଡ଼ିରେ ତେଲ ଫୁଲ କରି ରଖିବାକୁ ପ୍ରୟାସ କରୁଥିବା ଦେଖିବାକୁ ମିଳିଥିଲା। କିନ୍ତୁ ତେଲର କୌଣସି ଅଭାବ ନାହିଁ ବୋଲି ପେଟ୍ରୋଲ ପମ୍ପ ମାଲିକ ବଢ଼ୁଥିବା ବେଳେ ଆଜି ରାଜ୍ୟରେ ପେଟ୍ରୋଲ ଡିଜେଲ ଦାମ ଦେଖିବାକୁ ମିଳିଛି। ଆଜି ଭୁବନେଶ୍ୱର ପେଟ୍ରୋଲ ଦର 101 ଟଙ୍କା 19 ପଇସା ରହିଥିବା ବେଳେ ଡିଜେଲ ଦାମ ପ୍ରତି ଲିଟର ପିଛା 92 ଟଙ୍କା 77 ପଇସା ରହିଛି, ଯାହା ଗତକାଲି ତୁଳନାରେ ଲିଟର ପିଛା 22 ଟଙ୍କା 22 ପଇସା ବଢ଼ିବାକୁ ଦେଖିବାକୁ ମିଳିଛି।